କ'ଣ ପାଇଁ ପିଲାଙ୍କୁ ଶିଖାଯାଉଛି ଭୁଲ ଅକ୍ଷର? ସେଥିପାଇଁ ଦାୟୀ କିଏ? ଶିକ୍ଷକ ନା ଅଭିଭାବକ? ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ପରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତା'ର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ପ୍ରତ୍ୟେକ ବର୍ଷ ଏପ୍ରିଲ 2 ତାରିଖରେ ପ୍ରବେଶ ଉତ୍ସବ ସହିତ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଏ ବର୍ଷ ସେଥିରେ କିଛି ବ୍ୟତିକ୍ରମ ଘଟିଛି। ଏପ୍ରିଲ 2 ପରିବର୍ତ୍ତେ ଏପ୍ରିଲ 4 ତାରିଖରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରବେଶ ଉତ୍ସବ ସହିତ ଖଡ଼ିଛୁଆଁ କାର୍ଯ୍ୟକ୍ରମ। ଖଡ଼ିଛୁଆଁରେ ସାଧାରଣତଃ ସ୍ଲେଟ୍ ଖଡ଼ିରେ 3ଟି ମୁଣ୍ଡୁଳା କଟାଯାଇ ପିଲାଙ୍କୁ ଅଭ୍ୟାସ କରାଯାଏ। ଦେଖାଯାଉଛି ସେହି ମୁଣ୍ଡୁଳା କେତେକ ଶିକ୍ଷକ ଠିକ୍ ଭାବରେ କାଟି ପାରୁନାହାନ୍ତି। ସମସ୍ତେ ବାଁରୁ ଡାହାଣକୁ ସମାନ ପ୍ରକାର 3ଟି ଯାକ କରୁଛନ୍ତି। ଏହାଦ୍ୱାରା ପିଲା ଭବିଷ୍ୟତରେ ସେହି ପ୍ରକାର ଲେଖାର ଅଭ୍ୟସ୍ତ ହୋଇଯାଉଛନ୍ତି। ହର୍ଷେଇ ଲେଖିଲା ବେଳେ 2ଟା ଶୂନ ଦେଇ ତା ଉପରେ ଘୋଡ଼ଣୀ କରୁଛନ୍ତି। ପିଲାଙ୍କର ଏପରି ଲେଖା ପାଇଁ ଦାୟୀ କିଏ? ସିଏ ତ କଞ୍ଚା ମାଟି। ଆମେ ସେହି କଞ୍ଚା ମାଟିରେ ଯେଉଁ ରୂପ ଦେବା ସେ ସେହି ପ୍ରକାର ଗଢ଼ି ହେବ। ଖଡ଼ିଛୁଆଁରେ ଆମେ ପ୍ରଥମେ ପିଲାଟିକୁ ଖଡ଼ି ଧରାଇ ଆମେ ଯେଉଁ 3 ପ୍ରକାର ମୁଣ୍ଡୁଳା କରୁଛେ ସବୁଗୁଡ଼ାକ କରୁଛେ ବାମରୁ ଡାହାଣ। ପ୍ରଥମଟି ବାମରୁ ଡାହାଣକୁ, ଦ୍ୱିତୀୟଟି ବାମରୁ ଡାହାଣକୁ, ତୃତୀୟଟି ମଧ୍ୟ ବାମରୁ ଡାହାଣକୁ। ତେଣୁ ଦେଖିବାକୁ ଗଲେ ଏ 3ଟି ଭିତରୁ କେବଳ ପ୍ରଥମଟି ହିଁ ଠିକ୍ ରହିବ, ଯେଉଁ ମୁଣ୍ଡଳାଟିକୁ ଆମେ ବ୍ରହ୍ମା ବୋଲି ସମ୍ବୋଧନ କରିଥାଉ। ଦ୍ୱିତୀୟଟିକୁ ଆମେ ବିଷ୍ଣୁ ବୋଲି ସମ୍ବୋଧନ କରୁ, କିନ୍ତୁ ବ୍ରହ୍ମାକୁ ଯେଉଁ ବାଁରୁ ଡାହାଣକୁ ଲେଖିଛେ ଦ୍ୱିତୀୟଟାକୁ ମଧ୍ୟ ସେଇଭଳି ଲେଖୁ। ତୃତୀୟଟାକୁ ମହେଶ୍ୱର ସମ୍ବୋଧନ କରୁ, କିନ୍ତୁ ପ୍ରଥମଟି ଯେଉଁଭଳି ବାମରୁ ଡାହାଣକୁ ଲେଖିଛେ ସେହିପରି ମଧ୍ୟ ଲେଖୁ। ଏଥିରୁ ଜଣାପଡ଼େନି କେଉଁ ମୁଣ୍ଡଳାଟି ବ୍ରହ୍ମା, କେଉଁ ମୁଣ୍ଡଳାଟି ବିଷ୍ଣୁ, କେଉଁ ମୁଣ୍ଡଳାଟି ମହେଶ୍ୱର ବୋଲି। ଗତ ବର୍ଷ ଏପ୍ରିଲ 2 ତାରିଖ ସାରା ରାଜ୍ୟରେ ବଡ଼ ଧୁମଧାମରେ ପାଳିତ ହୋଇଥିଲା ଖଡ଼ିଛୁଆଁ କାର୍ଯ୍ୟକ୍ରମ। ଏହା 4 ଦିନ ଧରି ଚାଲିଲା। ଏହି ଦିବସକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଭଳି ଭାବେ ପାଳନ କଲେ ଯେ କିଏ ଖୁସି ହୁଅନ୍ତୁ ବା ନ ହୁଅନ୍ତୁ, ନିଜେ ଆଗେ ବହୁତ ଖୁସି ହୋଇଗଲେ। ହ୍ୱାଟ୍ସଆପ୍ ଗ୍ରୁପ୍, ଇନଷ୍ଟାଗ୍ରାମ, ଟେଲିଗ୍ରାମ ଭଳି ସୋସିଆଲ ମିଡ଼ିଆରେ ନିଜ ପ୍ରଶଂସାର ଚିଠା ଅପଲୋଡ଼ କରି ଚାଲିଲେ। ଦେଖାଗଲା କି କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଖଡ଼ିଛୁଆଁର ପ୍ରଥମ 3ଟି ମୁଣ୍ଡୁଳା, ଯାହାକୁ ଆମେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କହୁ, ତାହା ବି ଠିକ୍ ଭାବେ କରିପାରିନାହାନ୍ତି, କିନ୍ତୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଦେଇଛନ୍ତି। ଯାହାଫଳରେ ଠିକ୍ ଭାବେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ରୂପକ 3 ମୁଣ୍ଡୁଳା କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟମାନଙ୍କ ଯୋଗୁଁ ହାସ୍ୟାସ୍ପଦ ହେବାକୁ ପଡ଼ିଛି। ତେବେ ଆସନ୍ତୁ ଆଜି ସେହି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ରୂପକ 3 ମୁଣ୍ଡୁଳା ଶିଖିବା ଓ ଶିଖାଇବା। ଆଚ୍ଛା ପିଲେ, ଆଜି ଆଲୋଚନା କରିବା ଅକ୍ଷର ବିଷୟରେ। ସାଧାରଣତଃ ଦେଖିବ ପିଲେ, ଆମେ ଯେତେବେଳେ ବଡ଼ ହେଇଯାଉ, ଛୋଟବେଳୁ ଆମେ ଅକ୍ଷର ଅଭ୍ୟାସ କରିଚାଲୁ। ପ୍ରଥମ ଶ୍ରେଣୀରୁ ଆମର ଅକ୍ଷରର ଅଭ୍ୟାସ ଚାଲେ। ଅକ୍ଷର ଯଦି ଗୋଲ ହୁଏ, ଯେକୌଣସି ପରୀକ୍ଷା ଦେଲେ ଆମକୁ ଆତ୍ମସନ୍ତୋଷ ମିଳେ। କେତେକ ପିଲାଙ୍କର ଭଲ ଅକ୍ଷର ମୋଟେ ହୁଏନି। କ'ଣ ପାଇଁ ହୁଏନି? ନା ଆମର ମୂଳଦୁଆ ଅକ୍ଷର ଶିଖିବାର ଯେଉଁ ପ୍ରଣାଳୀ, ସେ ପ୍ରଣାଳୀ ଆମେ ଅବଲମ୍ବନ କରୁନାହିଁ। ଆମେ କ'ଣ କରୁ ନା ଇ ଲେଖିଲେ 2ଟା ଶୂନ ଦେଇକିରି ଲେଖିଦେବା, ଚ ଲେଖିଲେ ଠଟେ ଦେଇକିରି ତା ଉପରେ ଏଭଳି ଅର୍ଦ୍ଧବୃତ୍ତାକାର କରି ଲେଖିଦେବା। ତେଣୁ ଏ କରିବା ଦ୍ୱାରା ଆମକୁ ଅକ୍ଷର ଶିଖିବା ପାଇଁ ବା ଅକ୍ଷର ଆମର ଗୋଲ ହେବା ପାଇଁ ବହୁତ ଅସୁବିଧା ହୁଏ। ତେଣୁ ଆଜି ଆମେ ଦେଖିବା କେଉଁ ପ୍ରଣାଳୀରେ ଅବଲମ୍ବନ କଲେ ଆମ ଅକ୍ଷର ଭଲ ହେବ। ତାପରେ ଯେଉଁ ବର୍ଣ୍ଣ ବା ଅକ୍ଷରକୁ ମଧ୍ୟ ଆମେ ବର୍ଣ୍ଣ କହୁ, ଅକ୍ଷରକୁ ଆମେ ବର୍ଣ୍ଣ ବି କହୁ। ଆମ ତାକୁ ସାଧାରଣତଃ ବ୍ୟାକରଣ ଭାଷାରେ ବର୍ଣ୍ଣ ବୋଲି କହନ୍ତି, ଆମେ କିନ୍ତୁ ସାଧାରଣ ଭାବରେ ତାକୁ ଅକ୍ଷର ବୋଲି କହୁ। ଅକ୍ଷର ତ ଗୋଲ ହେବ, ତା ସହିତ ବର୍ଣ୍ଣ ଉପରେ ଅ ଠୁ କ୍ଷ ପର୍ଯ୍ୟନ୍ତ ଆମ ଓଡ଼ିଆ ଭାଷାରେ ଯେଉଁ ବର୍ଣ୍ଣ ଅଛି 50ଟି ବର୍ଣ୍ଣ, ଏ ବର୍ଣ୍ଣ ଉପରେ ଆମେ ବ୍ୟାପକ ଜ୍ଞାନ ମଧ୍ୟ ହାସଲ କରିପାରିବା। ଏ ଅକ୍ଷର କେଉଁଭଳି ତାର ବ୍ୟବହାର କରିପାରିବା, ତାର ବ୍ୟବହାର ପ୍ରଣାଳୀ ଜାଣିପାରିବା। ତେଣୁ ଆମକୁ କ'ଣ କରିବାକୁ ପଡ଼ିବ? ପ୍ରଥମେ ଅକ୍ଷର ଶିଖିବାକୁ ହେଲେ ତମେ ପିଲେ ଜାଣିଛ, ଆମେ ଯେଉଁଦିନ ଖଡ଼ି ଛୁଅନ୍ତି, ସାଧାରଣତଃ ସରସ୍ୱତୀ ପୂଜାରେ କିମ୍ବା ଗଣେଶ ପୂଜାରେ ଯେଉଁଦିନ ଖଡ଼ି ଛୁଅନ୍ତି, ଆମକୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଲେଖାଯାଏ। କିନ୍ତୁ ସେ ଯେଉଁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର 3ଟି ଗୋଲେଇ ଆମେ ବୁଲଉଛନ୍ତି, ସେ 3ଟି ଗୋଲେଇ ଆମେ କ'ଣ କରନ୍ତି ନା ସିଧା 3ଟା ଯାକ ଗୋଲେଇକୁ ବାଁରୁ ଡାହାଣକୁ ବୁଲେଇ ଦିଅନ୍ତି। ନା, ଆମେ ସେଭଳି କରିବା ନାହିଁ, ସେଟା ଭୁଲ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଯଦି ଆମେ ଠିକ୍ ଭାବରେ ମଡ଼େଇବା ତାହେଲେ ଆମର ଅକ୍ଷର ଗୋଲ ହେବ। କାହିଁକି ନା ମୁଁ ବୁଝେଇ ଦେଉଛି ଆମେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କିଭଳି ମଡ଼େଇବା। ଦେଖ ପିଲେ, ନା ବ୍ରହ୍ମା କହିଲେ
आमे जो गोलटा करबा सीधा एमती बामरु डाहाणकू जीव एइभली बामरु डाहाणकू गले एटा हम कहबा ब्रह्मा एइभली ब्रह्मा को मरेबा बुझिल नै पिले अरे पिले बुझुछ ना नै ब्रह्मा को मरेबा को हेले आमे बारु डाहाणकू जीवाकू पड़िबो तापर ब्रह्मा को मरेई साला पर विष्णु को मरेबा विष्णु को मरेइले कोन हबो ना आमे मध्य जेतले खड़ी छुअंती जे नना हमको मराती से सब बाहर डाहाण को मरे ना ब्रह्मा को जेतले हम बाहर डाहाण को मरौचंती ठीक सेही बली विष्णु को उल्टा डाहाण रु बाम आड़ को एंटी क्लॉकवाइज हमको बुलेबा को पड़िबो एई भली एइठो आरंभ करी एई भली आसीबो एई भली एटा जे बाम रु डाहाण को ब्रह्मा जाउची विष्णु हबो कोन ना डाहाण रु बाम आड़ को आसीबो डाहाण रु बाम आड़ को सबले विष्णु को मरेबा पड़िबो महेश्वर महेश्वर को हम कि भली मरेबा ना अर्धवृत्ताकार मरेबा एई भली एठु ए जाय अधा नबा पुणी एठु ए जाय अधा नबा देखो अर्धवृत्ताकार रे एठु आरंभ करिबा एठु ए जाय नै जिबा पुणी एठु ए जाय नै जिबा एटा हो ब्रह्मा विष्णु महेश्वर एई भली भाबरे जे हम ब्रह्मा विष्णु महेश्वर मरेबा ताले कोन हबो ना हम अक्षर निश्चित गोल हबो हमर जो अक्षर गुड़िक सब गोलाकार आम ओडिया भाषा रे जो अक्षर गुड़िक गोलाकार कौ अक्षरटा केतरे बाहर डाहाण गोल मोर र आमे लिखुचंती हमर बाहर डाहाण को जाउची च लिखिला बेले बोले एटा कोन होची ना डाहाण रो बाम आड़ को जाउची आउ र लिखिला बेले ऊपर एटा अर्धवृत्ताकार होची तेनु एई दृष्टि आम ओडिया भाषा रे जो गोलाकार अक्षर गुड़िक केते बेले गोलेटा डाहाण रो बाम आड़ को जाउची केते बेले बाम रो डाहाण आड़ को जाउची केते बेले अर्धवृत्ताकार होची तेणु एइथि पई हाथ सलखिबा पई अक्षर गोल होबा पई ब्रह्मा विष्णु महेश्वर को एई भली मरेइले अक्षर गुड़िक पर पर्याय रे गोल होबो जदि ब्रह्मा विष्णु महेश्वर को हमें ठीक भाव मरेइबा ता निश्चित आम अक्षर केबे कदर्य हबनी आम अक्षर अत्यंत सुंदर हबो अत्यंत गोल हबो जोडा के हम पे प्रयोज्य ब्रह्मा विष्णु महेश्वर प्रायतः पिला माने ठीक भाव मरे नथांती सब बाहर डाहाण को तीनोटी गोल मरे दिंते ना ता केबे करबानी बुझला पिले तमे एई भली ब्रह्मा विष्णु महेश्वर को अभ्यास करिवो बा जो श्रेणी पढ़ना कहीं अक्षर गोल होबा को हेले प्राथमिक स्तर रे हमको एई पंथा अवलंबन करबा पड़िबो ब्रह्मा को बाहर डाहाण आड़ को मरेइबा विष्णु ब्रह्मा को एई भली जदि हमें मरेइबा बाहर डाहाण आड़ को ताले निश्चित भाव रे अक्षर गोल हबो आमे जो बाहर डाहाण को जतले हम अक्षर गुड़ी को लिखु जो अक्षर रे बाम रु डाहाण गोले अछि से गोली ठीक हबो जेते बेले डाहाण रु बाम आड़ को गोले जो काम करूछंती विष्णु को आमे डाहाण रु बाम आड़ को मरेइबा ताले से गोले गुड़ी को ठीक हबो आ जो अर्धवृत्ताकार जो अक्षर गुड़ी कर जो गुड़ी कर रहउची से अर्धवृत्ताकार पई महेश्वर को आमे एई भली एटू हाफ सर्कल बा अर्धवृत्ताकार रे रखिया एई भली ब्रह्मा विष्णु मरेइले निश्चित भाव रे अक्षर गुड़िक आमर गोल हो पार तेणु आम कौन करवा यही भाव घरे ब्रह्मा विष्णु महेश्वर अभ्यास करवा जदि ब्रह्मा विष्णु महेश्वर अभ्यास आम घरे ठीक भाव करवा ताले निश्चित भाव में कौन हम ना आमर अक्षर गुड़िक गोल रही कौन परिस्थिति अक्षर आमर कदर्य हवार प्रश्न उठिब ना।